ଆଜ୍ଞା ଆଜି ଇଣ୍ଟରନେଟ୍ ସାରା ମାନେ ଯେତେକ ନ୍ୟୁଜ୍ ଚ୍ୟାନେଲ୍ ଅଛି ପୁରା ମାନେ ଇଣ୍ଡିଆ ଇଣ୍ଟରନ୍ୟାସନାଲି ଯେଉଁଠି ଦେଖିବେ ଗୋଟାଏ ନ୍ୟୁଜ୍ ଚାଲିଛି କ'ଣ ନା ବିନେଶ ଫୋଗାଟ ଯିଏ ଇଣ୍ଡିଆର ଇଣ୍ଡିଆକୁ ରିପ୍ରେଜେଣ୍ଟ କରୁଥିଲେ ୱିମେନ୍ସ ଫ୍ରି ଷ୍ଟାଇଲ୍ ରେସଲିଂରେ 50 kg କ୍ୟାଟେଗୋରୀରେ ଅବିକା ଯେଉଁ ପ୍ୟାରିସ୍ ଅଲିମ୍ପିକ୍ ଚାଲିଛି ସେଠି ସେ ଡିସ୍କ୍ୱାଲିଫାଏ ହେଇଯାଇଛନ୍ତି ମାତ୍ର କ'ଣ କଲେ 100 ଗ୍ରାମ ୱେଟ୍ ଅଧିକା ଅଛି ତାଙ୍କର ବୋଲିକିନା ଯେଉଁ କାଲି ଯେହେତୁ ଭେରିଫାଏ କରାଗଲା ସେଥିପାଇଁ ତାଙ୍କୁ ଆଉ ଫାଇନାଲ୍ ଖେଳିବାକୁ ଦିଆଯିବନି ସେ ଆଗକୁ ବଢ଼ିପାରିବେ ନାହିଁ ଆମ ଇଣ୍ଡିଆର ସ୍ୱପ୍ନ ଯେଉଁ ଗୋଲ୍ଡ ପାଇଥାନ୍ତୁ ସେ ଆଉ ପାଇବା ନାହିଁ ଯେ କ'ଣ କହିଲେ ଆପଣ ଭାବୁଥିବେ ମୁଁ ଏଠି ଖାଲିଟାରେ କ'ଣ ପାଇଁ ଆସି ବକବକ ହେଉଛି କାରଣ ଏଡ଼େ ବଡ଼ ସ୍ତରରେ କ'ଣ ଆଗରୁ ଏଇଟା ଚେକ୍ କରାଯାଇପାରିଲାନି ଧ୍ୟାନ ରଖାଯାଇପାରିଲାନି କ୍ରିକେଟକୁ ତ ଭାରି ମାତ୍ରାରେ ଭଲ ପାଉଛନ୍ତି ସମସ୍ତେ ଆଉ ଟିକେ ଛୋଟିଆ ଜିନିଷ ହେଲେ ଭାଇ ଘରଦ୍ୱାର ମାନେ ଖାଇବା ଭୁଲି ଯାଉଛନ୍ତି ଲୋକ ମାନେ ଇଣ୍ଟରନ୍ୟାସନାଲ ଲେବୁଲରେ ଏଇଟା ଗୋଟେ ଜିନିଷ ଅଲିମ୍ପିକ ଭଳିଆ ଜିନିଷକୁ ତୁମେ କେମିତି ଇଗ୍ନୋର କରିଦିଆଗଲା ସିଏ ତ ରାସ୍ତାରେ ଯେଉଁ ହଇରାଣ ହେଇଥିଲେ ଆଗରୁ ଷ୍ଟ୍ରାଇକ୍ କରିକିନା ତାକୁ ଯେଉଁ ଦିଲ୍ଲୀ ରୋଡ଼ ଉପରେ ଘୋଷରା ହେଇଥିଲା ସେ ବିଷୟରେ ମୁଁ ଆଜି କହିବିନି କାରଣ ଏଇଟା ସର୍ଟ ଭିଡ଼ିଓଟା ତୁମେ କହିବ ମୁଁ ସପୋର୍ଟ କରୁନି ମୁଁ ଆଜ୍ଞା ଅଲରେଡ଼ି ଟ୍ୱିଟ୍ କରିଛି ମୁଁ ଖାଲି ଓଡ଼ିଆରେ ଗପୁ ନାହିଁ ବୁଝିଲ ନା।